ପାଞ୍ଚ ମାର୍କିଆ ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଇଟା। ଆଉ ଏଇଟାକୁ ଯିଏ ଭଲ ଭାବରେ ଏକ୍ଜାମ୍ରେ ପଢ଼ିକି ଯାଉଛି ଏକ୍ଜାମ୍ ପୂର୍ବରୁ ସେ ପୁରା ଭଲ ରେଜଲ୍ଟ କରୁଛି। କାହିଁକିନା ଏଇଟା ବାରମ୍ବାର ଆସିଥାଏ। କ'ଣ ନା ଡିଫରେନ୍ସ ବିଟୱିନ୍ ଏକାଡେମିକ୍ ଆଣ୍ଡ ଏଜୁକେସନାଲ କ୍ୱାଲିଫିକେସନ୍। ଏଇଟା କ'ଣ ଉଚ୍ଚଶିକ୍ଷା ଓ ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ପ୍ରଭେଦ ଦର୍ଶାଅ। ଇଏ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆଉ ଆନ୍ସର୍ ବି ଯିଏ ଭଲ ଭାବରେ ମନେ ରଖୁଛି। ଦେଖ ଉଚ୍ଚଶିକ୍ଷା କ'ଣ, ଶିକ୍ଷାଗତ ଯୋଗ୍ୟତା, ଏ ଦୁଇଟା ପୁରା ମେନ୍ ପଏଣ୍ଟ ହେଲା। ଆକୁ ଟିକେ ଭଲ ଭାବରେ ବୁଝିବା ଦ୍ୱାରା ତମର କ'ଣ ହୋଇଥାଏ ନା ଭଲ ଭାବରେ ମନେ ରହିଥାଏ। ଆଉ ନୋଟ୍ ବି ଯେଉଁମାନେ କରୁନାହାନ୍ତି ନୋଟ୍ କରନ୍ତୁ, ଯାହାଫଳରେ କି ତମର ନୋଟ୍ରେ ରହିଯିବ, ତମେ ପୁରା ଇଜିଲି ତାକୁ ପଢ଼ିକି ଯିବ। ଆଉ 2-3 ଥର ପଢ଼ିଦେବ ମାନେ ଆରାମସେ ତମର ମନେ ରହିଯିବ। ଓକେ, ତ ଦେଖନ୍ତୁ କ'ଣ ରହିଛି। ପ୍ରଥମେ ଦେଇଛି ଉଚ୍ଚଶିକ୍ଷା ଆଉ ଶିକ୍ଷାଗତ ଯୋଗ୍ୟତା ଭିତରେ ମୁଖ୍ୟ ପ୍ରଭେଦ ହେଉଛି ଯେ ଶିକ୍ଷାଗତ ଯୋଗ୍ୟତାର ବୃତ୍ତିଗତ ପ୍ରଶିକ୍ଷଣ ଦିଆଯାଇନଥାଏ ହେଲା। ଶିକ୍ଷାଗତ ଯୋଗ୍ୟତାର ବୃତ୍ତିଗତ ପ୍ରଶିକ୍ଷଣଟା ଯେଉଁଟା ଥାଏ ସେଇଟା କେବେ ବି ଦିଆଯାଇ ନଥାଏ। କିନ୍ତୁ ଉଚ୍ଚଶିକ୍ଷା କ୍ଷେତ୍ରରେ କ'ଣ ହୋଇଥାଏ ନା ଛାତ୍ରଛାତ୍ରୀମାନେ ବୃତ୍ତିଗତ ଶିକ୍ଷା ଗ୍ରହଣ ହିଁ କରିଥାନ୍ତି। ଅନ୍ୟ ଅର୍ଥରେ ଦେଖିବାକୁ ଗଲେ ତ ଦୁଇଟି ଯାକ ଶବ୍ଦର ଅର୍ଥ ପ୍ରାୟ ସମାନ। ମୋଟାମୋଟି ଭାବରେ ଉଚ୍ଚଶିକ୍ଷା ଶିକ୍ଷାଗତ ଯୋଗ୍ୟତାର ଅନ୍ତର୍ଭୁକ୍ତ। ପ୍ରଥମ ଏଇଟା ଲେଖିଦେଲ, ତାପରେ ଲେଖିବ ଯେ ଉଚ୍ଚଶିକ୍ଷା କ'ଣ, ଯେଉଁଟାକି ତମର ପୁରା ମୂଳ ପଏଣ୍ଟ। ଏଇଭଳିଆ ପଏଣ୍ଟ ତମେ ଲେଖିବ। ଉଚ୍ଚଶିକ୍ଷା କ'ଣ, ଶିକ୍ଷାଗତ ଯୋଗ୍ୟତା କ'ଣ, ଏଇଟା ତମର ମେନ୍ ବା ମୂଳ ପଏଣ୍ଟ ହେଲା କି। ଭଲ ଭାବରେ ବୁଝ। ଉଚ୍ଚଶିକ୍ଷା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷା ସମାପ୍ତ କଲା ପରେ ଯେଉଁ ପ୍ରମାଣପତ୍ର ମିଳିଥାଏ ତାକୁ ଉଚ୍ଚଶିକ୍ଷା କୁହାଯାଏ ହେଲା। ଯେଉଁ ପ୍ରମାଣପତ୍ର ତମେ ମହାବିଦ୍ୟାଳୟରେ ପଢ଼ୁଛ, ବିଶ୍ୱବିଦ୍ୟାଳୟରେ ପଢ଼ୁଛ, ଏବେ ତମେ ସେଇଟା ଯେତେବେଳେ ଶେଷ କରୁଛ ତମର ତ ସାର୍ଟିଫିକେଟ୍ ମିଳୁଛି ସେଇଟାକୁ ହେଲା। ଏହି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ସ୍ନାତକ, ସ୍ନାତକୋତ୍ତର, ତଥ୍ୟ ଗବେଷଣାମୁକ୍ତ କ୍ଷେତ୍ର ପର୍ଯ୍ୟନ୍ତ ଉପାଧି ପ୍ରଦାନ କରାଯାଇଥାଏ। ଡାକ୍ତର ଓ ଇଞ୍ଜିନିୟରଙ୍କ ପରିଚାଳନା ଭିତ୍ତିକ ଶିକ୍ଷା ଆଦି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରଦାନ କରାଯାଇଥାଏ। ଏଇଟା ପୁରା ମେନ୍ ପଏଣ୍ଟ। ଆକୁ ପୁରା ଭଲ ଭାବରେ ପୁରା ସଜେଇକି ଲେଖିବ। ଯାହା ବି ଲେଖା ହେଇଛି ଏଠି ସେଇଆକୁ ପୁରା କପି ପେଷ୍ଟ କରିବ, କାହିଁକିନା ଏଇଟା ପୁରା ଭଲ ଭାବରେ ଲେଖା ହେଇଛି। ବୁଝିପାରୁଛ। ପ୍ରଥମେ ଲେଖିବ ଉଚ୍ଚଶିକ୍ଷା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷା ସମାପ୍ତ କଲା ପରେ ଯେଉଁ ପ୍ରମାଣପତ୍ର ମିଳିଥାଏ ସେଇଟା ହେଉଛି ଉଚ୍ଚଶିକ୍ଷା ହେଲା। ଆମେ ଯେତେବେଳେ ଧର ତମର କ'ଣ ହେଉଛି ନା କଲେଜ ସରୁଛି, ତମକୁ ଯଦି ସାର୍ଟିଫିକେଟ୍ ଦିଆଯାଉଛି ତମର ସରିଗଲା ସେଇଆ। ତାପରେ ଉଚ୍ଚଶିକ୍ଷାକୁ ମୁଖ୍ୟତଃ 2 ଭାଗରେ ବିଭକ୍ତ କରାଯାଇଥାଏ, ଯଥା କ'ଣ କ'ଣ, ସ୍ନାତକ ଆଉ ସ୍ନାତକୋତ୍ତର। ଏଇଟା ମନେ ରଖିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ହେଉଛି ଅତି ଆବଶ୍ୟକ ଉପାଧି। ଉଚ୍ଚଶିକ୍ଷା କ୍ଷେତ୍ରରେ କ'ଣ, ସ୍ନାତକ ହେଉଛି ଅତି ଅତ୍ୟାବଶ୍ୟକ ଉପାଧି। ସ୍ନାତକ ଉପାଧି ପ୍ରାପ୍ତ ହେବା ପରେ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ଉପାଧି ହାସଲ କରିଥାନ୍ତି। କେତେକ ବିଦେଶୀ ରାଷ୍ଟ୍ରରେ ଆସୋସିଏଟ୍ ଫାଉଣ୍ଡେସନ ଭଳି କେତେକ ଉପାଧି ରହିଥାଏ, ଯାହାକି ସ୍ନାତକୋତ୍ତର ପୂର୍ବବର୍ତ୍ତୀ ଉପାଧି। ଏହି ଉପାଧି ଲାଭ କଲା ପରେ ଛାତ୍ରଛାତ୍ରୀମାନେ ସ୍ନାତକ ଯୋଗ୍ୟତା ହାସଲ କରିଥାନ୍ତି। ସ୍ନାତକୋତ୍ତର ଶିକ୍ଷାରେ ପାଠପଢ଼ା ସହିତ ଗବେଷଣା ମଧ୍ୟ ରହିଥାଏ। ଆସିଲା ଶିକ୍ଷାଗତ ଯୋଗ୍ୟତା। ଶିକ୍ଷାଗତ ଯୋଗ୍ୟତା କ'ଣ ସେଟା ଦେଖ ଶିକ୍ଷାଗତ ଯୋଗ୍ୟତା କହିଲେ ଜଣେ ଛାତ୍ରଛାତ୍ରୀ ତାର ଛାତ୍ର ଜୀବନ ହାସଲ କରିଥିବା ସମସ୍ତ ଉପାଧି ଭିତ୍ତିକ ପ୍ରମାଣପତ୍ର ଗୁଡ଼ିକୁ ବୁଝାଇଥାଏ। ତମେ ଯେଉଁ ଜୀବନରେ ଯାହାବି ହାସଲ କରିଛ, ମାନେ ଯାହାବି ହାସଲ କରିଛ, ଯେଉଁ ଉପାଧି ଗୁଡ଼ିକୁ ପାଠ ପଢ଼ାରେ ତମେ ଯେଉଁ ଉପାଧି ଗୁଡ଼ିକୁ ତମେ ସବୁ ହାସଲ କରିଛ ତାକୁ ଶିକ୍ଷାଗତ ଯୋଗ୍ୟତା ବୋଲି ବୁଝାଇଥାଏ। ତମର ଯୋଗ୍ୟତା ଅଛି କ'ଣ, ମାନେ ତମେ ଟପର ହୋଇଛ, ତମେ ତା କ'ଣ ଗୋଟେ ତମର ପ୍ରମାଣପତ୍ର ଅଛି ହେଲା, ତାହାକୁ ସେ ବୁଝେଇଥାଏ। ଉଚ୍ଚଶିକ୍ଷା ଭିତ୍ତିକ ଯୋଗ୍ୟତା ଅପେକ୍ଷା ଶିକ୍ଷାଗତ ଯୋଗ୍ୟତା ଶବ୍ଦଟି ଅଧିକରେ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଉଚ୍ଚଶିକ୍ଷା ମାନେ ଅପେକ୍ଷାଟା, କିନ୍ତୁ ଶିକ୍ଷାଗତ ଯୋଗ୍ୟତା ଶବ୍ଦଟି ଅଧିକାଂଶ ମାନେ ୟୁଜ୍ ହୋଇଥାଏ ବା କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। କେତେକ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା କହିଲେ ଉଚ୍ଚଶିକ୍ଷାକୁ ହିଁ ବୁଝାଇଥାଏ। କେତେକ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା କହିଲେ କ'ଣ ବୁଝାଇଥାଏ ନା ଆମର ଉଚ୍ଚଶିକ୍ଷାକୁ ହିଁ ବୁଝାଇଥାଏ। ଅନେକ କ୍ଷେତ୍ରରେ ଏହା ଉଭୟ ଉଚ୍ଚଶିକ୍ଷା ବୃତ୍ତିଗତ ଶିକ୍ଷାକୁ ଉପାଧି ବି ବୁଝାଇଥାଏ
ହେଲା। ଅନେକ କ୍ଷେତ୍ରରେ କ'ଣ ହେଇଥାଏ ନା ଉଭୟ ଉଚ୍ଚଶିକ୍ଷା ଆଉ ବୃତ୍ତିଗତ ଶିକ୍ଷା ଉପାଧିକୁ ବୁଝେଇଥାଏ। ଦେଖ, ବୃତ୍ତିଗତ ଯୋଗ୍ୟତା ହେଉଛି ବୈଷୟିକ ଯୋଗ୍ୟତା ଯେଉଁଥିରେ କି ପ୍ରୟୋଗିକ ତାଲିମ ଦିଆଯାଇଥାଏ। ବୃତ୍ତିଗତ ଯୋଗ୍ୟତା ହେଉଛି କ'ଣ ନା ବୈଷୟିକ ଯୋଗ୍ୟତା। ଆକୁ ମନେ ରଖିବ, ସର୍ଟ କୋଶ୍ଚିନ୍ ଆସିଥାଏ ତମର ବାରମ୍ବାର ଆକୁ ମନେ ରଖିବ। ଯେଉଁଥିରେ କି ପ୍ରୟୋଗିକ ତାଲିମ ଦିଆଯାଇଥାଏ। ବୃତ୍ତିଗତ ଯୋଗ୍ୟତା ସମ୍ମାନ ଛାତ୍ରଛାତ୍ରୀମାନେ ଶିକ୍ଷାଗତ ଯୋଗ୍ୟତା ସହିତ କ୍ଷେତ୍ରଭିତ୍ତିକ ପ୍ରୟୋଗିକ ଦକ୍ଷତା ହାସଲ କରିଥାନ୍ତି, ଯାହାକି ସେମାନଙ୍କୁ ଉପଯୁକ୍ତ ଜୀବିକା ପ୍ରଦାନ କରିଥାଏ। ଡାକ୍ତର ଓ ଇଞ୍ଜିନିୟରଙ୍କ ଆଇନ ଉପାଧି ଗୁଡ଼ିକର ଉଭୟ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଶିକ୍ଷା ରହିଥାଏ। ହେଲା, ଯାହା ବି ଡାଉଟ୍ ତମର ରହୁଛି ତମେ କମେଣ୍ଟରେ ଜଣେଇବ। ଆଉ ଯଦି PDF ମଧ୍ୟ ଡାଉନଲୋଡ୍ କରିବାର ଅଛି ତାହେଲେ ଟେଲିଗ୍ରାମରେ ଜଏନ୍ ହୋଇକି ଡାଉନଲୋଡ୍ ମଧ୍ୟ କରିପାରିବ, କିଛି ଅସୁବିଧା ନାହିଁ। ଓକେ, ତାପରେ ଏଣୁ ଏହି ଶିକ୍ଷା ଗୁଡ଼ିକୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ କୁହାଯାଇଥାଏ। ଏହି ଶିକ୍ଷା ଗୁଡ଼ିକୁ କ'ଣ ଶିକ୍ଷାଗତ ଯୋଗ୍ୟତା ମଧ୍ୟ କୁହାଯାଇଥାଏ, କାରଣ ଏଗୁଡ଼ିକରେ କେବଳ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୀମିତ ନଥାଏ ଏବଂ ଏଥିରେ ଛାତ୍ରମାନେ ବୈଷୟିକ ପ୍ରାୟୋଗିକ ଜ୍ଞାନ ହାସଲ ମଧ୍ୟ ସେ କରିଥାନ୍ତି। କ'ଣ ଏଥିରେ ଛାତ୍ରଛାତ୍ରୀମାନେ କ'ଣ ବୈଷୟିକ ଆଉ ପ୍ରାୟୋଗିକ ଜ୍ଞାନ ମଧ୍ୟ ସେ ହାସଲ କରିଥାନ୍ତି। ଉଚ୍ଚଶିକ୍ଷା ଶିକ୍ଷାଗତ ଯୋଗ୍ୟତା ପ୍ରାୟତଃ ସମାନ ଅର୍ଥରେ ବ୍ୟବହୃତ ହୋଇଥାଏ। ଉଚ୍ଚଶିକ୍ଷା ଆଉ ଶିକ୍ଷାଗତ ଯୋଗ୍ୟତା ପ୍ରାୟତଃ ସମାନ ଅର୍ଥରେ ବ୍ୟବହୃତ ହୋଇଥାଏ। ଦେଖ, ଉଚ୍ଚଶିକ୍ଷା ଆଉ ବୃତ୍ତିଗତ କ'ଣ, ଏଇଟା ବି ଗୋଟେ ବଢ଼ିଆ ପଏଣ୍ଟଟି ଦେଇଛି। ତମେ ଦେଖ, ଉଚ୍ଚଶିକ୍ଷା କ୍ଷେତ୍ରରେ ସାଧାରଣ ଶିକ୍ଷାଦାନ ପରେ ଉପାଧି ପ୍ରଦାନ କରାଯାଇଥାଏ। ଉଚ୍ଚଶିକ୍ଷା କ୍ଷେତ୍ରରେ କ'ଣ ଶିକ୍ଷାଦାନ ପରେ ତାଙ୍କୁ କ'ଣ ଉପାଧିଟା ତାଙ୍କର ପ୍ରଦାନ କରାଯାଇଥାଏ, କିନ୍ତୁ ପାଠ୍ୟକ୍ରମ ବ୍ୟବହାରିକ ତାଲିମ ଦିଆଯାଇନଥାଏ। କିନ୍ତୁ ଏହି ପାଠ୍ୟକ୍ରମରେ ବ୍ୟବହାରିକ ତାଲିମ ଦିଆଯାଇନଥାଏ। ଅପରପକ୍ଷରେ ବୃତ୍ତିଗତ ଶିକ୍ଷା ମଧ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରଦାନ କରାଯାଇଥାଏ। କିନ୍ତୁ ବୃତ୍ତିଗତ ଯେଉଁ ଶିକ୍ଷାଟା କେଉଁଠି ପ୍ରଦାନ କରାଯାଇଥାଏ ମନେ ରଖିବ ସବୁବେଳେ, କେଉଁଠି ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ସ୍ତରରେ ପ୍ରଦାନ କରାଯାଇଥାଏ। ଏଇ ଦୁଇଟା ପୁରା ଭଲ କି ମନେ ରଖିବ, ହେଲା କି। ଆଉ ଯାହା ବି ଡାଉଟ୍ ରହୁଛି କମେଣ୍ଟରେ ଜଣାଇବ। ଆଜି ପାଇଁ ଥିଲା ଏତେ ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।